ଆଲୋ ଆଲୋ, ଇଏ ଏଇଠି ରହୁଛି ନା? ହଁ ମ, ଯିବ କୁଆଡେ? ଆଉ ଏଇଠି କାମଧନ୍ଦା କରିବ, ଗଣ୍ଡେ ଖାଇବ, ପିନ୍ଧିବ, ରହିବ। ଆଉ ଜୀବନଟା ଆଉ ଆର କଣ? ଏମିତି ଚାଲିବ ଆଉ। ଆଜି ତାଙ୍କର ବାହାଘର ନା, ଆମେ ସମସ୍ତେ ଯିବା। ସମସ୍ତେ ରେଡି ହେଇଗଲେଣି, ମୁଁ ବି ବାହାରି ପଡୁଛି। ନାଇଁ ନାଇଁ ନାଇଁ, ତୁ ଯିବୁନି। ସେ ବନ୍ଦାପନା କରିବାକୁ ପଡିବ ନା ତତେ। ତୁ କଣ ଯିବୁ? ତୁ ଘରେ ରହ, ଘରେ ଯାଉ। ହଉ। ଆ ସ୍ୱାମୀ ଚାଲିଗଲାନି ଯେ ଆମ ଉପରେ ବୋଝ ଉପରେ ନଳିତା ବିଡ଼ା ଥୋଇ ଦେଇଗଲା। ଆକୁ ଦେଖିବୁ, ଆର ଦିଟା ଛୁଆଙ୍କୁ ଦେଖିବୁ, ଆଉ ଆମର ଜୀବନ କିଛି ନାହିଁ ଆଉ। ହଁ, ଆର ଖର୍ଚ୍ଚ, ତା ଛୁଆ ମାନଙ୍କର ପାଠ ପଢା ଖର୍ଚ୍ଚ, ଖାଇବା ଖର୍ଚ୍ଚ, ଆମେ ଖାଲି ତୁଲେଇବୁ। ହଁ, ଆଉ ନିଜେ ତ ଗୋଟେ କିଛି କରିବାର ନାହିଁ, ଖାଲି ଉପରେ ବସୁଛି, ଉପୁରି ଖାଉଛି ଏଠି ବସିକି। ସତରେ ସ୍ୱାମୀ ବିନା ଗୋଟେ ସ୍ତ୍ରୀର ଅସ୍ତିତ୍ୱ ହିଁ ନାହିଁ। ଦେଖୁନ, ତମେ ଚାଲିଗଲା ପରେ ଏମାନଙ୍କ ପାଖରେ ମୁଁ ଗୋଟେ ଚାକରାଣୀ ପାଲଟି ଯାଇଛି। କାମ କରୁଛି, ଖାଉଛି, ପିଉଛି, ରହୁଛି, ତା ଛଡ଼ା ଆଉ କିଛି ନାହିଁ। ତା ସହିତ ଅନେକ କଷ୍ଟ ଦେଲା ଭଳି କଥାବାର୍ତ୍ତା। ମୋ ବାପ ଘରରୁ ସେତିକି ସମ୍ବଳ ନାହିଁ ଯେ ମୁଁ ତାଙ୍କ ପାଖେ ଯାଇ ରହିପାରିବି। ଦିଟା ଛୁଆ, ତାଙ୍କ ପାଠ ପଢ଼ା, ମୋ ଖାଇବା ଖର୍ଚ୍ଚ ମାନେ ତୁଲଉଥିବାରୁ କେତେ କଥା, କେତେ କଷ୍ଟ, କେତେ ଖରାପ ବ୍ୟବହାର। ତମେ ଥିଲାବେଳେ କିଛି ଜଣା ପଡୁନଥିଲା, ଆଜି ସବୁ ବୁଝିପାରୁଛି। ତମ ବିନା ଜୀବନଟା ପୁରା ଅଧା। ଏ ଜୀବନର ମୂଲ୍ୟ କିଛି ବି ନାହିଁ। ସ୍ୱାମୀ ବିନା ଗୋଟେ ସ୍ତ୍ରୀର ଜୀବନର ମୂଲ୍ୟ କିଛି ବି ନାହିଁ। କେହି ନିଜର ନୁହଁ, ସମସ୍ତେ ପର। ଖାଲି ଖରାପ ବ୍ୟବହାର ଦେଖେଇବେ, କଷ୍ଟ ଦେଲା ଭଳି କଥା କହିବେ। ନିଜ ଆଖିରେ ଲୁହକୁ ଆଖିରେ ମାରିବାକୁ ହିଁ ପଡିବ। ଛୁଆ ଦିଟାଙ୍କୁ ମଣିଷ କରିବାକୁ ପଡିବ। ଜୀବନଟା ସତରେ ଏତେ କଷ୍ଟ ଦବ ମୁଁ କେବେ ବି ଭାବିନଥିଲି। ନମସ୍କାର। ଏ କାହାଣୀଟି ଜଣେ ଭଉଣୀଙ୍କର, ତାଙ୍କ ସ୍ୱାମୀଙ୍କର ମାନେ ଡେଥ୍ ପରେ ସେ ଫିଲ୍ କରିପାରୁଛନ୍ତି କି ସ୍ୱାମୀ ବିନା ଗୋଟେ ମାନେ ଶାଶୁ ଘରେ ଗୋଟେ ସ୍ତ୍ରୀର ଅସ୍ତିତ୍ୱ କିଛି ନାହିଁ। ଅନ୍ୟମାନେ ତାକୁ ବହୁତ ହଇରାଣ କରିବେ, ବହୁତ ତାକୁ କଷ୍ଟ ଦେଲା ଭଳି କଥାବାର୍ତ୍ତା କରିବେ, ବହୁତ ଖରାପ। କୋଉ ଜାଗାରେ, ବାପ ଘରେ ହଉ ଶାଶୁ ଘରେ ହଉ, ତାର ମାନେ ସେ ସେତିକି ମଜବୁତ ହେଇପାରେ ନାହିଁ। ସେଥିପାଇଁ ମାନେ ତାଙ୍କ କହିବା ଅନୁସାରେ କି ସ୍ୱାମୀ ଥିଲେ ତମେ କହିବ, ଆରେ ଯାଉଛ ମୋ ପାଇଁ ଗୋଟେ ଗୁପଚୁପ ଆଣିଦବ, କି ମୋ ପାଇଁ ଚାଟ ଆଣିଦବ, କି ମୁଁ ଏଇଟା ଖାଇବାକୁ ମନ ହଉଛି, କି ମୋ ପାଇଁ ଶାଢୀଟା କିଣିଦବ, କି ମୋର ଏଇଟା ଦରକାର। ତା ଛଡା ତମେ ଆଉ କାହାକୁ କହିପାରିବ ନା। ଆଉ କହିଲେ ବି ତମେ ମାନେ ଅନ୍ୟମାନଙ୍କର ଯୋଉ ମୁହଁର ଚାହାଣୀରେ ତମେ ଜାଣିଦବ ଯେ ସେମାନେ ତମକୁ ଦବାକୁ ଚାହୁଁନାହାନ୍ତି, ବା ତାଙ୍କର ମାନେ ବ୍ୟବହାରରେ ତମେ ବୁଝିପାରିବ। ସେଥିପାଇଁ ବା କେତେ ଜଣଙ୍କ ପାଖରେ ଥିବ ଦୟାର ପାତ୍ର ମଧ୍ୟ ହେଇଯିବ। କେତେ ଦିନ ତମକୁ କିଏ ଦୟା କରିବ? ସେଥିପାଇଁ ତମର ଯୋଉ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡାଠୁ ଦୂରେଇ ରହି ଖୁସିରେ ରହିବା ଦରକାର। କାରଣ ଆଜିକା ଡେଟରେ ଗୋଟେ ନାରୀ ପାଇଁ ତା ସ୍ୱାମୀକି ଛାଡିଦେଲେ ମାନେ ତାର ମାନେ ଅସ୍ତିତ୍ୱ କିଛି ନାହିଁ। କାହିଁକି ଜାଣିଛନ୍ତି? ମାନେ ତମର ବଳ ହଉଛି ତମ ସ୍ୱାମୀ। ମାନେ ସେ ବଳକୁ ତମେ କେବେ ବି ଖରାପ ବ୍ୟବହାର ଦେଖାଅନି, ତାଙ୍କୁ ମାନେ କଷ୍ଟ ଦେଲା ଭଳି କିଛି କାମ କରନି। ତାହେଲେ ତମ ଜୀବନଟା ବହୁତ ସୁଖମୟ ହବ। କାରଣ ସ୍ୱାମୀକୁ ଦେବତା ସହିତ ତୁଳନା କରାଯାଇଛି, ତାର ବହୁତ କିଛି ରିଜିନ ଅଛି। ସ୍ୱାମୀ ଅଛି ମାନେ ତମେ ଗୋଟେ ମାନେ ତମ ପାଖରେ ଗୋଟେ ବଳ ଅଛି। ଏଇଟା ଆଜ୍ଞା ସତ କଥା।